ଆପଣ ଦେଖିବେ ଗତକାଲି ଯେତେବେଳେ ପାଣି ଉଝଳା ହେଉଥିଲା ସେତେବେଳେ କୂଅରେ ପାଣି 3-4 ଫୁଟ ମାତ୍ର ଥିଲା। ଆଜି ଯେତେବେଳେ ପାଣି ସକାଳୁ ସେଠୁ କଢାଗଲା ସେଠି 30 ଫୁଟରୁ 40 ଫୁଟ ଜଳ ତା ଭିତରେ ଭର୍ତ୍ତି ହେଇଥିଲା। କେମିତି ଜଳ କୁଆଡୁ ଆଇଲା ଗୋଟାଏ ଦିନ ଭିତରେ? ଅପୂର୍ବ ଏ ଭଗବାନଙ୍କର ଲୀଳା, ଅପୂର୍ବ ଏ ମହାପ୍ରଭୁଙ୍କର ମହିମା। ତେଣୁ ଏଇ ଯୋଉ ଲୀଳା ମହାପ୍ରଭୁ କହିଛନ୍ତି, ତେଣୁ ଏ ଲୀଳାରେ ଆପଣ ଦେଖିବେ ଜଗନ୍ନାଥ ମହାପ୍ରଭୁ ଇନ୍ଦ୍ରଦ୍ୟୁମ୍ନକୁ କହିଥିଲେ ଜ୍ୟେଷ୍ଠ ମାସ ଏବଂ এই ପୂର୍ଣ୍ଣିମା ତିଥିରେ ମୁଁ ସ୍ନାନ ଦିନରେ ତମେ ମତେ এইଭଳି ଭାବରେ ସ୍ନାନ କରାଇବ। ତେଣୁ ମୁଁ ଭକ୍ତ ଯଜ୍ଞବେଦୀରେ ଏହି ପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହେଇଥିଲି। ତେଣୁ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ମୋର ଜନ୍ମଦିନ। ତେଣୁ ଏଇ ଦିନ ମତେ ତମେ ସ୍ନାନ କରାଇବ। ସ୍ନାନ ଯାତ୍ରାର ଐତିହାସିକ କାଳ ଯଦି ନିରୂପଣ କରିବା ତାହେଲେ ଗବେଷକ ଡକ୍ଟର କୈଳାସ ଚନ୍ଦ୍ର ଦାସଙ୍କ ମତାନୁସାରେ କେଉଁ ମାସ କେଉଁଠାରେ ପ୍ରସିଦ୍ଧ ଆପଣ ଦେଖିବେ। ଗଙ୍ଗା ଦ୍ୱାରେ ଚ ବୈଶାଖୀ ଜ୍ୟେଷ୍ଠତୃ ପୁରୁଷୋତ୍ତମେ ଏବଂ ଆପଣ ଦେଖିବେ ଆଷାଢ଼େ କନଖଳେ ଚୈବ କେଦାରେ ଶ୍ରାବଣୀ ତଥା। ତେଣୁ ଗଙ୍ଗା ଦ୍ୱାରେ ଚ ବୈଶାଖ୍ୟ, ବୈଶାଖ୍ୟ ମାସରେ ଗଙ୍ଗା ଦ୍ୱାରର ମାହାତ୍ମ୍ୟ ଅଛି। ଏବଂ ଜ୍ୟେଷ୍ଠ ତୁ ପୁରୁଷୋତ୍ତମେ, ପୁରୁଷୋତ୍ତମ କ୍ଷେତ୍ରରେ ଜ୍ୟେଷ୍ଠ ମାସର ମାହାତ୍ମ୍ୟ ଅଛି। ଜ୍ୟେଷ୍ଠା ପୂର୍ଣ୍ଣିମା ବୋଲି ୟାକୁ କୁହାଯାଏ।